Morning students, ଆମେ କାଲି ବାଲାନ୍ସ ସିଟ୍ ଟା ଟିକେ ଷ୍ଟାର୍ଟ କରିଥିଲେ। ତ ଆଜି ତାର ଟିକେ ବ୍ରିଫଲି ପଢିବା ଆଉ ବାକି ଏକ୍ସାମ୍ପଲ କରିବା। ଓକେ। ଦେଖ ଆମେ ବାଲାନ୍ସ ସିଟ୍ ଉପରେ ଖାଲି ପଢିଥିଲେ, ଏଟା ଡେଫିନେସନ ବୁଝିଥିଲେ। ଆଉ ସେଠି କଣ ଥିଲା, ଏଟା ସର୍ଟଲି କହୁଛି କି ଆମର ଲାଷ୍ଟ ଡେଟ୍ ରେ ବିଜନେସ ଯୋଉ ଯେତିକି ସମୟ ପାଇଁ ଆମେ ଆକାଉଣ୍ଟ ପିରିୟଡ ନିଏ, ଆମର ଫାଇନାନ୍ସିଆଲ ଆକାଉଣ୍ଟ ପିରିୟଡ, ତାର ଲାଷ୍ଟ ଡେଟ୍ ରେ ଆମର ଷ୍ଟେଟମେଣ୍ଟ ପ୍ରିପେୟାର କରେ, ଯୋଉଟା କି ଆମର କଣ କଣ କୁହେ, ଆମ ପାଖରେ କେତେ ଲାବିଲିଟି ଅଛି, ଯୋଉଟା ଆମର ଓଜ୍, ଆଉ କେତେ ଆମର ଆସେଟ୍ ଅଛି, ଯୋଉଟା ଆମେ ଓନ୍ କରୁଛେ। ଓକେ। ପ୍ରୋପ୍ରାଇଟର ର କେତେ ଓନ୍, ସେ କେତେ ଓନ୍ ଅଛି ତାର, ଆଉ କେତେ ବାହାରକୁ ଓବ୍ଲିଗେସନ ଅଛି ବିଜନେସ ର ଦବା ପାଇଁ। ତ ଦେଖ କଣ କହୁଛି, it is a statement prepared to know the exact financial position of the business on the last date of the financial year। ଫାଇନାନ୍ସିଆଲ ଇୟର ଲାଷ୍ଟ ଡେଟ୍ ରେ ବିଜନେସ ର ପୋଜିଶନ କଣ ଅଛି, ମାନେ ଆସେଟ କେତେ ଅଛି, ଲାଇବିଲିଟି କେତେ ଅଛି, ସେଇ ଷ୍ଟେଟମେଣ୍ଟ ପ୍ରିପେୟାର କରି ଆମ ପୋଜିଶନ ଟା ବତାଇକି ବାଲାନ୍ସ ସିଟ୍। ତାର ଫାଇନାନ୍ସିଆଲ ପୋଜିଶନ ରେଫର୍ସ ଟୁ ଦ ପୋଜିଶନ ଅଫ ଏ ବିଜନେସ ଇନ ଟର୍ମସ୍ ଅଫ ହ୍ୱାଟ ଇଟ୍ ଓନ୍ସ। କହିଲି କଣ ବିଜନେସ ର ଓନ୍, ବିଜନେସ କୋଉ ଓନର କୋଉ କୋଉ ଜିନିଷ ଉପରେ ବିଜନେସ ର ପୋଜିଶନ ଅଛି, ପ୍ରପର୍ଟି କଣ ସବୁ ଅଛି। ତାପରେ ଆଣ୍ଡ ହ୍ୱାଟ ଇଟ୍ ଓଜ୍, ମାନେ ଡେପ୍ଟ ଫ୍ରମ ଦ ଆଉଟସାଇଡ ପାର୍ଟି ଇନକ୍ଲୁଡିଂ ଦ ଓନର, ମାନେ ଓନର କୁ ବି ସେମାନେ ବିଜନେସ କଣ, ବିଜନେସ ପଇସା ଆଣିଛି ଓନର ଟୁ, ତ ତା ପାଇଁ ବିଜନେସ ପାଇଁ ଗୋଟେ ଲାଇବିଲିଟି ୱାନ୍ ଟାଇପ ଅଫ କିଛି ତାକୁ ପେମେଣ୍ଟ କରିବ। ଆଉ ବାହାରୁ ଆଉଟସାଇଡ ଯାହା ବି ପଇସା ଆଣିଛି, ମନେକର ଆମେ ବ୍ୟାଙ୍କ ଲୋନ କଲେ କି କ୍ରେଡିଟର ମାନଙ୍କଠୁ ପରଚେଜ କରିଛେ କ୍ରେଡିଟ ରେ, ତ ସେମାନେ ବି ଆମ ପାଇଁ ତାଙ୍କର ଯୋଉ ଆମାଉଣ୍ଟ ସବୁ ତାଙ୍କୁ ଅଛି ପେଏବୁଲ, ତ ସେ ବି ଆମ ପାଇଁ ଗୋଟେ ଲାଇବିଲିଟି। ତ ଆମେ କଣ କରିବା, ସେଇଟା କିନ୍ତୁ ପେମେଣ୍ଟ କରିବା। ସେ ସବୁ କେତେ ଓବ୍ଲିଗେସନ ଅଛି, ସେଇଟା ବି ଆମେ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ର ବାଲାନ୍ସ ସିଟ୍ ରୁ ଜାଣିପାରିବା। Thus, balance sheet is a statement of asset and liability prepared at the end of the year। ତମେ କଣ କହିବା ସିମ୍ପଲରେ, ଆସେଟ ଆଉ ଲାଇବିଲିଟି ର ଗୋଟେ ଷ୍ଟେଟମେଣ୍ଟ ଯୋଉଟା କି ଆମେ ବର୍ଷ ଶେଷରେ ପ୍ରିପେୟାର କରେ। It shows various sources of funds and how these sources have been invested under different head। ଆଉ ଏଠି କଣ ବାଲାନ୍ସ ସିଟ୍ ରେ ଏଟା କଣ କହୁଥିଲେ, କୋଉ କୋଉ ହେଡ୍ ରେ କେତେ କେତେ ଟଙ୍କା ଆମେ ଇନଭେଷ୍ଟ କରିଛେ, ମନେକର ଆମେ ଇନଭେଷ୍ଟ କରିଛେ କୋଉଠୁ ଲୋନ ବର କରିଛେ, ତ ଏଇ ସବୁ ବିଭିନ୍ନ ଡିଫରେଣ୍ଟ ହେଡ୍ସ ରେ କୋଉ କୋଉ ଇନଭେଷ୍ଟମେଣ୍ଟ ହେଇଛି କି ଲୋନ୍ସ ହେଇଛି, ଫଣ୍ଡ ର ବିଭିନ୍ନ ସୋର୍ସ, ଓକେ, ଫଣ୍ଡସ ର କେମିତି ୟୁଜ ହଉଛି କି କୋଉଠୁ କୋଉ ସୋର୍ସ ରୁ ଆସୁଛି, ସେଇ ସବୁ ଷ୍ଟେଟମେଣ୍ଟ ଆମେ କୋଉଥିରେ ଲେଖିଥାଏ, ଆମେ ଏଇ ବାଲାନ୍ସ ସିଟ୍ ରୁ ଜାଣିପାରିବା। ଓକେ। ଆମେ କାଲି ମିନିଂ ଟା ବହୁତ ଭଲସେ ପଢିଥିଲେ। ତାପରେ ଡେଫିନେସନ ଦେଖ, ଆମକୁ ଦିଟା ଡେଫିନେସନ ଆମ ପାଖେ ଅଛି। ଫାର୍ଷ୍ଟ ହେଲା, ଏ ବାଲାନ୍ସ ସିଟ୍ ଇଜ ଆନ୍ itemized list of asset, liability and proprietorship of business or an individual on a certain date। କଣ କହୁଛି, ଫାର୍ଷ୍ଟ ଆମେ ଦେଖିଲେ ବାଲାନ୍ସ ସିଟ୍ ଟା ଗୋଟେ ଗୋଟେ ଦିନ, ବର୍ଷର ଶେଷ ଦିନ, ଯୋଉଦିନ ଆମେ ଯେତିକି ପିରିୟଡ ପାଇଁ ଆମେ ଆକାଉଣ୍ଟିଂ ଇୟର ନଉଛେ, ତାର ଲାଷ୍ଟ ଡେଟ୍ ରେ ଆମେ ବାଲାନ୍ସ ସିଟ୍ ପ୍ରିପେୟାର କରାଯାଏ। ଓକେ। ତାପରେ କଣ କହୁଛି, ଆଇଟମାଇଜ ଲିଷ୍ଟ ଅଫ ଆସେଟ, ଯୋଉ ସବୁ ଆସେଟ ଆମର କ୍ୟାପିଟାଲାଇଜ ଆସେଟ, ଓକେ, ସେଇ ସବୁ ଆସେଟ ନବା। ତାପରେ ଆଉ ଯାହା ବି ଲାଇବିଲିଟି, ଲାଇବିଲିଟି ନଉଛେ। ଆଉ ପ୍ରୋପ୍ରାଇଟରସିପ, ପ୍ରୋପ୍ରାଇଟର କେତେ ସେୟାର ଅଛି, ଓକେ, ବିଜନେସ ଓନର ଯିଏ, ତାର ଇକ୍ବିଟି କେତେ ଅଛି, ପ୍ରୋପ୍ରାଇଟରସିପ ଅଫ ବିଜନେସ ଅର ଆନ୍ ଇଣ୍ଡିଭିଜୁଆଲ, ଯଦି ବିଜନେସ ହେଇଥିବ ପ୍ରୋପ୍ରାଇଟରସିପ ତାର ଥିବ, ଆଉ ଯଦି ନିଜେ ଇଣ୍ଡିଭିଜୁଆଲ ହେଇଥିବ ତ ତାର କେତେ ସେୟାର ଅଛି। ତ ସର୍ଟନ ଡେଟ୍ ରେ ଆମେ ଏଇ ସବୁ ଜିନିଷ ଆଣିପାରିବା ବାଲାନ୍ସ ସିଟ୍। ବୁଝିପାରିଲ, ଏଟା କିଏ କହିଛନ୍ତି, ଫ୍ରିମ୍ୟାନ କହିଛନ୍ତି।
ତ a balance sheet is an itemized list of asset, liabilities, and proprietorship of business or an individual on a certain date said by Freeman. Okay, ତାପରେ second definition को ଆମେ ଆସିବା. Balance sheet is a statement which shows the financial position of a business on a particular date. ଏଇଟା ବହୁତ ସିମ୍ପଲ ଆମର ତମକୁ ତମେ ରେକଗ୍ନାଇଜ ବି କରିପାରିବ କି ବିଜନେସ ର ଫାଇନାନ୍ସିଆଲ ପୋଜିସନ କଣ ଏଣ୍ଡ ଅଫ ଦ ଇୟର ର ଲାଷ୍ଟ ଡେଟ ରେ ବିଜନେସ ର ପୋଜିସନ କଣ ଅଛି ଆମେ ବର୍ଷ ଯାକ ବିଜନେସ ରେ ବହୁତ ସାରା ପଇସା ଇନଭେଷ୍ଟ କରି କିଛି ମାନୁଫାକ୍ଚର କରିଛେ କି କିଛି ପରଚେଜ କରିକି ତାକୁ ର ମେଟେରିଆଲ ପରଚେଜ କରିକି ତାକୁ ଫିନିଶ ଗୁଡ ରେ କନଭର୍ଟ କରିକି ଆମେ ତାକୁ ସେ ରିସେଲ କରୁଛେ କି ମାନୁଫାକ୍ଚର କରିକି ଡାଇରେକ୍ଟ ସେଲ କରୁଛେ ଏଇସବୁ ବିଭିନ୍ନ ପ୍ରୋସେସ ଚାଲିଲା ବିଭିନ୍ନ ଅପରେଟିଂ ଆକ୍ଟିଭିଟି ଚାଲିଲା ବିଜନେସ ଟାକୁ ରନ୍ କରିବା ପାଇଁ ତ ଯେତିକି ଆମର ଏମ୍ପ୍ଲୟ ଆସିଲେ ଏମ୍ପ୍ଲୟ ମାନଙ୍କର ଏଫିସିଏଣ୍ଟ ଦ୍ୱାରା ଆମର କିଛି କାମ ହେଲା କି ବୋର୍ଡ ଅଫ ଡାଇରେକ୍ଟର ଆମର ଯୋଉମାନେ ଅଛନ୍ତି ଆମର ମ୍ୟାନେଜମେଣ୍ଟ ସେ କିଛି ଡିସିସନ ହଉଛି ଭଲ ଡିସିସନ ଆମ ବିଜନେସ ପାଇଁ କେମିତି ଗ୍ରୋ କରିବ ତ ଏଇ ସବୁ କେସରେ କଣ ହଉଛି ତ ବିଜନେସ ର ପୋଜିସନ କଣ ଆମେ ଜାଣିପାରିବା ଓକେ ଏଇ ସବୁ ଷ୍ଟେଟମେଣ୍ଟ ସବୁ ଆନାଲିସିସ୍ କରିକି ତ ବିଜନେସ ରେ ଲାଷ୍ଟ ଆଟ ଦ ମାନେ ଫାଇନାଲ ଇୟରରେ ଆମକୁ କଣ ନେଟ୍ ପ୍ରଫିଟ୍ ହଉଛି ନେଟ୍ ଲସ୍ ହଉଛି କଣ ହଉଛି ଏସବୁ ଜାଣିବା ପାଇଁ ଆମେ କଣ କରିବା ବିଜନେସ ର ପୋଜିସନ ଜାଣିବା ଆସେଟ ଆଟ ଦ ଏଣ୍ଡ ଅଫ ଦ ଇୟର ଆମର କଣ ସବୁ ଓନ୍ସ ଅଛି ଆଉ ଓଜ୍ ଅଛି ତ ଫାଇନାନ୍ସିଆଲ ପୋଜିସନକୁ ଆମର ସେଇଟା ଏଲାବୋରେଟ କରିବ ସେଇଟା ଆମର ଆନାଲିସିସ୍ କରିବ ସେଇ ଆମେ ବାଲାନ୍ସ ସିଟ୍ ରୁ ତ ବାଲାନ୍ସ ସିଟ୍ ଇଜ ଷ୍ଟେଟମେଣ୍ଟ ୱିଚ୍ ଶୋସ୍ ଦ ଫାଇନାନ୍ସିଆଲ ପୋଜିସନ ଅଫ ବିଜନେସ ଅନ୍ ଏ ପର୍ଟିକୁଲାର ଡେଟ୍ ଆମେ ଜାଣିଲେ ଇୟର ଏଣ୍ଡରେ ଆମେ ପର୍ଟିକୁଲାର ଡେଟ୍ କୁ ନେଇକି ଫାଇନାନ୍ସିଆଲ ପୋଜିସନ କଣ ଅଛି ତାକୁ ଆମର ମ୍ୟାନେଜମେଣ୍ଟ ଆନାଲିସିସ୍ କରେ ଫାଇନାନ୍ସିଆଲ ପୋଜିସନ ଜାଣିବା ପାଇଁ ଆମେ ଫାର୍ଷ୍ଟ କଣ ଜାଣିବାକୁ ପଡିବ ଆମର ଆସେଟ କେତେ ଲାୟବିଲିଟି କେତେ ସେଥିପାଇଁ ଆମକୁ ପ୍ରଫିଟ ଆଣ୍ଡ ଟ୍ରେଡିଂ ଆକାଉଣ୍ଟ ଆଉ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ପ୍ରିପେୟାର କରିବାକୁ ପଡିବ ମାନେ କୋଉଟା ସବୁ କ୍ୟାପିଟାଲାଇଜ ହବ କୋଉ କୋଉ ଆଇଟମ ଆଉ କୋଉ ସବୁ ରେଭିନ୍ୟୁ ଏକ୍ସପେନ୍ସେସ୍ ବୁକ୍ ହବ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟରେ ଏଇ ସବୁ ଜାଣିବା ପାଇଁ ଆମେ କଣ କରିବା ନେଟ୍ ପ୍ରଫିଟ ଆମର ବାହାରିବ ନେଟ୍ ପ୍ରଫିଟ ରୁ ହିଁ ଆମେ ଯେତେବେଳେ ଆକ୍ଚୁଆଲ ନେଟ୍ ପ୍ରଫିଟ ବାହାରିବ ପ୍ରଫିଟ ଆଣ୍ଡ ଲସ୍ ଡ୍ରାଫ୍ଟ କଲା ପରେ ବାଲାନ୍ସ ସିଟ୍ ରେ ତାର ଇଫେକ୍ଟ ପକାଏ ଓକେ ତ ସେଇଠୁ ଆମେ ଟୋଟାଲ ଆସେଟ କେତେ ଅଛି ଲାୟବିଲିଟି କେତେ ଅଛି ଜାଣିପାରିବା ଆଉ ବିଜନେସ ର ପୋଜିସନ କଣ ଯଦି ଆମର ଲାୟବିଲିଟି ଅଧିକ ଥିବ ଆମ ପାଖେ ଆସେଟ କମ ଅଛି ତ ଆମେ ଜାଣିବା ଆମ ବିଜନେସ ଟିକେ ଗ୍ରୋ କମି ଯାଇଛି ଯେତେବେଳେ ଅଛି ଆମର ବିଜନେସ ରେ ଓନ୍ସ ବେଶୀ ଅଛି ଅଧିକ ଅଛି ମିନ୍ସ ଯେତିକି ଆମେ ଆମର ଆସେଟ ଅଧିକ ଅଛି ଆଉ ଲାଇବିଲିଟି କମିଛି ତ ଆମେ ତ ଜାଣିବା ହଁ ଆମ ବିଜନେସ ଟା ଗ୍ରୋ ଚାଲିଛି ତ ପୋଜିସନ ଆମର ଜଣେଇବୁ ବିଜନେସ ର ଷ୍ଟାଟସ କଣ ପୋଜିସନ କଣ ମାର୍କେଟରେ ବାଲାନ୍ସ ସିଟ୍ ର ଏଟା କାମ ତ ବାଲାନ୍ସ ସିଟ୍ ଇଜ ଏ ଷ୍ଟେଟମେଣ୍ଟ ୱିଚ୍ ଶୋସ୍ ଦ ଫାଇନାନ୍ସିଆଲ ପୋଜିସନ ଅଫ ଏ ବିଜନେସ ଅନ୍ ଏ ପର୍ଟିକୁଲାର ଡେଟ୍ ଆମର କଣ ନା ଆଟ ଦ ଏଣ୍ଡ ଅଫ ଏଣ୍ଡ ଡେଟ୍ ଅଫ ଦ ଫାଇନାନ୍ସିଆଲ ଇୟର ଯୋଉ ଫାଇନାନ୍ସିଆଲ ଇୟର ନେଇଥିବା ତାର ଏଣ୍ଡ ଡେଟ୍ ସୁଦ୍ଧା ଆମ ବିଜନେସ ର କଣ ସେଇ ଦିନ ହିଁ ପ୍ରିପେୟାର କରାଯାଏ ବାଲାନ୍ସ ସିଟ୍ ତ ଏଇଟା କଣ କହୁଛନ୍ତି ସ୍ୱାଇଁ ଆଣ୍ଡ ସାହୁ ଏଇ ଷ୍ଟେଟମେଣ୍ଟ ଟା ଦେଇଛନ୍ତି ଓକେ ଏବେ ଦେଖ ଇମ୍ପୋର୍ଟାନ୍ସ ଅଫ ବାଲାନ୍ସ ସିଟ୍ କଣ କହୁଛି ଫାଇନାନ୍ସିଆଲ ପୋଜିସନ ଆମେ ତ ପ୍ରଥମରୁ ହିଁ ପଢିଛେ କି ବିଜନେସ ର ଫାଇନାନ୍ସିଆଲ ପୋଜିସନ ହିଁ ଆମର ବାଲାନ୍ସ ସିଟ୍ କହୁଛି କି ଆମର କେତେ ଲାୟବିଲିଟି ଅଛି ଆଉ କେତେ ଆସେଟ ଅଛି ଓକେ ତ ଫେଭରେବୁଲ ପାଇଁ ଆମର ଆସେଟ ଅଧିକ ହବା ଦରକାର କି ରିଜର୍ଭ ସରପ୍ଲସ ଅଧିକ ହେଲେ ଆମେ ଜାଣିବା ଆମର ଫେଭରେବୁଲ ବାଲାନ୍ସ ସିଟ୍ ଓକେ ବିଜନେସ ଗ୍ରୋ କରୁଛି ତ ଫାଇନାନ୍ସିଆଲ ପୋଜିସନ ଜଣାଉଛି ଏଇଟା ପ୍ରଥମରୁ ହିଁ କହିଚାଲିଛି ତ ଏଇଟା ଭଲସେ ବୁଝିଛ ତାପରେ ସେକେଣ୍ଡ କୁ ଯିବା ନଲେଜ ଅଫ ପ୍ରୋପାଇଟର ରେସିଓ ଏଇଟା କଣ କହୁଛି ଦେଖ ଯିଏ ଆମର ପ୍ରୋପାଇଟର ସେ ବିଜନେସ ରେ ପଇସା ଇନଭେଷ୍ଟ କରିଛି ତ ସିଏ ସବୁବେଳେ କଣ ଚାହିଁବ କି ତାର ଯେତେ ଅଧିକ ପ୍ରଫିଟ ହବ ଅଧିକ ସେଲ ହବ ପଇସା କାହାର ତାରି ହବ ଆକ୍ଚୁଆଲ ପ୍ରଫିଟ କାହାର ଓନର ମାନଙ୍କର ଓକେ ତ ଯଦି ଫାଇନାନ୍ସିଆଲ ପୋଜିସନ ଆମେ ପ୍ରିପେୟାର କରିବା ତ ଆଟ ଦ ଏଣ୍ଡ ଅଫ ଦ ଇୟର ଆମେ ଜାଣିପାରିବା ପ୍ରଫିଟ ଆଣ୍ଡ ଲସ୍ ଟା କେତେ ପ୍ରଫିଟ ହଉଛି କି କେତେ ଲସ୍ ହଉଛି ତ ଯଦି ପ୍ରଫିଟ ହଉଛି ତ ଆମେ ଜାଣିଛେ ଓନର୍ସ ର ଯେତିକି ଆମର ଇକ୍ବିଟି ଅଛି ସେଇଥିରେ ଆମେ ଆଡ କରିବା ଯେତିକି ଆମର ତାର ଯେତିକି ସେୟାର ଅଛି ତ ଲସ୍ ହେଲେ ଆମେ ରିଡ୍ୟୁସ କରୁଛେ ତ ପ୍ରୋପାଇଟର କେତେ ଆମର କେତେ ତାର ଆଟ ଦ ଏଣ୍ଡ ଅଫ ଦ ଇୟର ତାର ସେୟାର ଟା କେତେ ସେ ଜାଣିପାରିବ ଯଦି ରିଜର୍ଭ ସରପ୍ଲସ ଆମେ ଠିକ ସେ ବାହାର କରିଥିବା ଏଇଟା ବି ଇମ୍ପୋର୍ଟାନ୍ସ ଗୋଟେ ବାଲାନ୍ସ ସିଟ୍ ର ତାପରେ ପ୍ରୋଟେକ୍ସନ ଏଗେନଷ୍ଟ
ଅନସର୍ଟନିଟି, ଯଦି କିଛି ଅନସର୍ଟନିଟି ଆମର ଥିବ, ଆମେ ଯଦି ବାଲାନ୍ସ ସିଟ୍ ଠିକ ସେ ଆମେ ପ୍ରିପେୟାର କରିଥିବା ତ ଆମେ ତାକୁ ଫେଭରେବଲ ଷ୍ଟେଟମେଣ୍ଟ ହିସାବରେ ବି ୟୁଜ କରିପାରିବା। ଓକେ, କିଛି ଅନସର୍ଟନିଟି ହେଲେ ଆମକୁ ବାଲାନ୍ସ ସିଟ୍ ଆମେ ଯଦି ଠିକ ସେ ଆମର ସବୁ ରେକର୍ଡ ଥିବ ତ ଆମେ ତାକୁ ପ୍ରୋଟେକ୍ଟ କରିପାରିବା ଯାହାବି ଅନସର୍ଟନିଟି ଆମ ବିଜନେସ ରେ ଆସିବ। Okay, ତ ଦେଖ ଫିଚର୍ସ ଅଫ ବାଲାନ୍ସ ସିଟ୍। ବାଲାନ୍ସ ସିଟ୍ ର କିଛି ଫିଚର ଅଛି ଯୋଉଟାକୁ ଆମେ ୱାନ୍ ବାଇ ୱାନ୍ ରିଡ୍ କରିବା। ଫାର୍ଷ୍ଟ ହେଲା ଇଟ୍ ଇଜ ଏ ଷ୍ଟେଟମେଣ୍ଟ ନଟ୍ ଆନ୍ ଆକାଉଣ୍ଟ। ଏଇଟା ଗୋଟେ ଷ୍ଟେଟମେଣ୍ଟ। ଓକେ, ଆକାଉଣ୍ଟ ହେଇଗଲେ ଆମର ଟ୍ରେଡିଂ ଆକାଉଣ୍ଟ କି ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟ ହେଇଯାଉଛି, ବଟ୍ ଏଇଟା ଗୋଟେ ଷ୍ଟେଟମେଣ୍ଟ ଯୋଉଠି କି ଆମେ କେତେ ଆମର ଆସେଟ୍ ଅଛି ଆଉ କେତେ ଲାୟବିଲିଟି ଅଛି ଯୋଉଟା କି ପୋଜିସନ ଜଣାଏ ଆମ ବିଜନେସ ର। ଓକେ, ତ ଇଟ୍ ଇଜ ନଟ୍ ଆନ୍ ଆକାଉଣ୍ଟ, ଏଇଟା ଆକାଉଣ୍ଟ ନୁହେଁ। ଆକାଉଣ୍ଟରେ ଆମେ କଣ କରୁଛେ, ଆମେ କେତେ ଟୋଟାଲ ଏକ୍ସପେନ୍ସେସ୍ କରୁଛେ, କେତେ ଆମର ଇନକମ୍ ହେଇଛି, ଇନଡାଇରେକ୍ଟ ହଉ କି ଡାଇରେକ୍ଟ ହଉ, ତ ଏଇଟା ଆମର ଆକାଉଣ୍ଟରେ ଯିବ। ବଟ୍ ଏଇଟା ଗୋଟେ ଷ୍ଟେଟମେଣ୍ଟ, ବାଲାନ୍ସ ସିଟ୍ ଇଜ ଷ୍ଟେଟମେଣ୍ଟ ଯୋଉଠି ଆମେ ଗୋଟେ ପ୍ରିପେୟାର କରୁଛେ ଆମର କେତେ ଆସେଟ୍ ର ଷ୍ଟାଟସ୍ କଣ, ଲାଇବିଲିଟି ର ଷ୍ଟାଟସ୍ କଣ, ଯୋଉଟା କି ଆମର ପୋଜିସନ ଜାଣିବ ବିଜନେସ ର। ତ ବାଲାନ୍ସ ସିଟ୍ ଇଜ ଏ ଲିଷ୍ଟ ଅଫ ବାଲାନ୍ସେସ୍ ଅଫ ଭାରିୟସ୍ ଆକାଉଣ୍ଟ। ଦେଖ ଭାରିୟସ୍ ଆକାଉଣ୍ଟ ମିନ୍ସ ଆମେ କେତେ ଆମର ଓଜ୍ ଆଉ କେତେ ଓନ୍ସ, କେତେ ଆମର ଲାଇବିଲିଟି ରହୁଛି, କେତେ ଆମର ଆସେଟ୍ ରହୁଛି। ତ ଭାରିୟସ୍ ଡିଫରେଣ୍ଟ ହେଡ୍ ରେ ଆମେ ତାକୁ ନଉଛେ। ତ ଅଲ୍ ଦ ନୋମିନାଲ ଆକାଉଣ୍ଟସ୍ ଆର୍ ଟ୍ରାନ୍ସଫର ଟୁ ଟ୍ରେଡିଂ ଆଣ୍ଡ ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟ। ଆମେ ଜାଣିଛେ ପ୍ରଥମରୁ ଦେଖିଥିଲେ ନୋମିନାଲ ଆକାଉଣ୍ଟରେ ସବୁତକ ଆମର ଯାହାବି ଏକ୍ସପେନ୍ସେସ୍ ଆଉ ଲସେସ୍ କି ଇନକମ୍ସ ଆଣ୍ଡ ଗେନ୍ସ ସବୁତକ ନୋମିନାଲ ଆକାଉଣ୍ଟ ର ଟାଇପ ଥିଲା। ଆଉ ରିଅଲ ଆକାଉଣ୍ଟ ର ଆମେ ଯାହାବି ପଢିଥିଲେ ଆସେଟ୍ ସବୁ ରିଅଲ ଆକାଉଣ୍ଟ ରେ ଆସୁଥିଲା। ତ ବାଲାନ୍ସେସ୍ ଅଫ୍ ରିଅଲ ଆକାଉଣ୍ଟ ଆଣ୍ଡ ପର୍ସନାଲ ଆକାଉଣ୍ଟ ଆର୍ ଗ୍ରୁପଡ ଆଜ୍ ଆସେଟ୍ ଆଣ୍ଡ ଲାୟବିଲିଟି ଇନ୍ ଦ ବାଲାନ୍ସ ସିଟ୍। ଆଉ ଯାହାବି ଆମେ ପର୍ସନାଲ ଆକାଉଣ୍ଟ ପଢୁଥିଲେ, ଯୋଉ ପର୍ସନ ଆମକୁ ପଇସା ଦେଇଛି ତ ସେଇଟା ବି ୱାନ୍ ଟାଇପ ଅଫ ଲାୟବିଲିଟି ଆମ ପାଇଁ, କି ସେ ଯଦି ପର୍ସନ ଗୋଟେ ଦେଇଛି ତ ଆମକୁ ତାକୁ ଦବାକୁ ହିଁ ପଡିବ। ତ ଲାୟବିଲିଟି। ରିଅଲ ଆକାଉଣ୍ଟ ଆମେ ଆସେଟ୍ ଦେଖୁଥିଲେ, ଯାହା ପର୍ସନାଲରେ ବି କିଛି ଆସେଟ୍ ଆସିପାରିବ, କିଛି ଲାୟବିଲିଟି ଆସିପାରିବ। ଯୋଉ ଲୋକଟା ଆମକୁ ଲୋନ ଦେଇଥିବ ତ ୱାନ୍ ଟାଇପ ଅଫ ଆମ ପାଇଁ ଲାୟବିଲିଟି। ଆମେ ଯାହାକୁ ଲୋନ ଦେଇଥିବା ତ ଆମ ପାଇଁ ସେଟା ଗୋଟେ ଆସେଟ୍। ପର୍ସନାଲରେ ବୋଥ ଆସେଟ୍ ଆଉ ଲାୟବିଲିଟି ମିଶିକି ରହୁଛି। ଓକେ, ବୁଝିହେଲା। ତ କିଛି ବାଲାନ୍ସ ସିଟ୍ ଇଜ ଏ ଲିଷ୍ଟ ଅଫ ବାଲାନ୍ସେସ୍ ଅଫ ଭାରିୟସ୍ ଆକାଉଣ୍ଟସ୍। All the nominal accounts are transferred to trading account and trading and profit and loss account, and the balance of the real and personal account are grouped as asset and liability in the balance sheet. Okay, ତାପରେ ସେକେଣ୍ଡରେ କଣ ଲେଖୁଛି, reveals the financial position। ଆମେ ପ୍ରଥମରୁ ଜାଣିଛେ କି ଆମର ବିଜନେସ ରେ ଯାହା ବି ଆସେଟ୍ ଅଛି, ଯାହା ବି ଲାୟବିଲିଟି ଅଛି, ସେଇଟାକୁ ରିଭ୍ୟୁଜ କରି ଆମ ବାଲାନ୍ସ ସିଟ୍ ରେ। ତ balance sheet shows in summary form what a business owns, means what the ଯାହା ବି ପ୍ରପର୍ଟି ଆଉ ପୋଜିସନ ସବୁ ଅଛି ବିଜନେସ ର, means assets, and what it owes, means liability ସବୁ ବିଜନେସ ରେ କଣ ଅଛି in terms of money। ଜାଣିଛ ଟ୍ରାଞ୍ଜାକ୍ସନ ଯାହା ବି ଆମର ରେକର୍ଡ ହୁଏ ସବୁ ମନିଟାରୀ ଫର୍ମ ହିଁ ରେକର୍ଡ ହୁଏ। ତ ଯାହା ବି ଆମର ଆସେଟ୍ ଆଉ ଲାୟବିଲିଟି ଅଛି ସେଟା ଆମେ ରିଭିଲ୍ କରାଯାଏ ଫାଇନାନ୍ସିଆଲ ପୋଜିସନରେ, ଯୋଉଟା କି ଆମର ବାଲାନ୍ସ ସିଟ୍। ତାପରେ ଦେଖ ଇଟ୍ ହୋଲ୍ଡସ୍ ଗୁଡ୍ ଅନ୍ ଏ ପର୍ଟିକୁଲାର ଡେଟ୍। ଦେଖ ଗୋଟେ ପର୍ଟିକୁଲାର ଡେଟ୍, ମୁଁ କହିଛି ଗୋଟେ ପର୍ଟିକୁଲାର ଡେଟ୍ ରେ ବନା ହୁଏ। କୋଉଟା ନା ଫାଇନାନ୍ସିଆଲ ଇୟର ଯୋଉଦିନ ଆମର ଏଣ୍ଡ ହଉଛି ସେଇଦିନ ହିଁ ଆମର ପ୍ରିପେୟାର କରାଯାଏ। ଆଟ୍ ଦ ଏଣ୍ଡ ଡେଟ୍ ଅଫ ଦ ଫାଇନାନ୍ସିଆଲ ଇୟର। ମତଲବ ଆମେ 1 ଏପ୍ରିଲ ରୁ 31 ମାର୍ଚ୍ଚରେ ନଉଛୁ, ତ ଆମର ବାଲାନ୍ସ ସିଟ୍ କେବେ ପ୍ରିପେୟାର ହବ, 31 ମାର୍ଚ୍ଚରେ। ତାପରେ ଲେଟ୍ 1 ଜାନୁଆରୀ ରୁ 31 ଡିସେମ୍ବର ଆମର ନିଆହଉଛି, ବାଲାନ୍ସ ସିଟ୍ ଡେଟ୍ କେବେ ହବ, 31 ଡିସେମ୍ବର। ସେଟା ତ କହୁଛି ଗୋଟେ ପର୍ଟିକୁଲାର ଡେଟ୍ ରେ ଆମେ ପ୍ରିପେୟାର କରିବା। ଓକେ, ତାପରେ ଲେଖାଯିବ ଦ ଇନଫର୍ମେସନ ଡିସକ୍ଲୋଜ ବାଇ ବାଲାନ୍ସ ସିଟ୍ ହୋଲ୍ଡସ୍ ଗୁଡ୍ସ ଅନ୍ ଏ ପର୍ଟିକୁଲାର ଡେଟ୍, ଦ୍ୟାଟ୍ ଇଜ ଅନ୍ ଦ ଡେଟ୍ ଅଫ ପ୍ରିପାରେସନ। ଯୋଉଦିନ ଆମେ ପ୍ରିପେୟାର କରୁଛେ, ତ କୋଉଦିନ ପ୍ରିପେୟାର କରୁଛେ, ଲାଷ୍ଟ ଡେଟ୍ ଅଫ ଦ ଫାଇନାନ୍ସିଆଲ ଇୟର। ଇଟ୍ ଇଜ ନଟ୍ ଟ୍ରୁ ଆଇଦର ଅନ୍ ଦ ପ୍ରିସିଡିଂ ଡେ ଅର୍ ସକ୍ସିଡିଂ ଡେ। ତା ପୂର୍ବ ଦିନ ନେଇପାରିବେନି କି ତା ପର ଦିନ ନେଇପାରିବେନି, ଯୋଉ ଦିନ କରୁଛେ ସେଇଦିନ। ଦେଖ ଆମେ ତ ଫାଇନାନ୍ସିଆଲ ଇୟର ଲେଟ୍ ଆମେ 1 ଇୟର ପାଇଁ ନେଲେ, ତ ଯୋଉଦିନ 1 ଇୟର ଏଣ୍ଡ ହଉଛି ଆମେ ସେଇଦିନ ପ୍ରିପେୟାର କରୁଛେ। ମନେକର ଆମେ କ୍ୱାର୍ଟରଲି ଫାଇଲ କରୁଛେ, ଯୋଉଦିନ କ୍ୱାର୍ଟର ଏଣ୍ଡ ହଉଛି ଆମେ ସେଇଦିନ ବାଲାନ୍ସ ସିଟ୍ ପ୍ରିପେୟାର କରିବା। କି ମନ୍ଥଲି କରୁଛେ, ଯୋଉଦିନ ମନ୍ଥ ଏଣ୍ଡ ହଉଛି, କି ହାଫ ଇୟରଲି କରୁଛେ, ହାଫ ଇୟରଲି ଯୋଉଦିନ ଏଣ୍ଡ ହଉଛି ସେଦିନ ଆମେ ବାଲାନ୍ସ ସିଟ୍ ର ଡେଟ୍ ନବା। ତାପରେ ଆସିଲା ଇଟ୍ ଇଜ ଏ ଷ୍ଟେଟମେଣ୍ଟ ଅଫ ବିଜନେସ। ଏଇଟା ବିଜନେସ ର ଷ୍ଟେଟମେଣ୍ଟ। ଆମେ ପ୍ରଥମ ପଢିଲେ ଏଇଟା ଗୋଟେ ଆକାଉଣ୍ଟ ନୁହଁ, ଗୋଟେ ଷ୍ଟେଟମେଣ୍ଟ। ତ ଏ ବିଜନେସ ଇଜ ସେପାରେଟ ଫ୍ରମ ଇଟ୍ସ ଓନର ବାଲାନ୍ସ ସିଟ୍, shows the financial status of the business not of the owner। ଦେଖ ଆମେ ଜାଣିଛେ ବିଜନେସ ରିଲେଟେଡ ଯାହା ବି ଏକ୍ସପେନ୍ସେସ୍, ଇନକମ୍, ଯାହା ବି ଟ୍ରାଞ୍ଜାକ୍ସନ ହଉଛି କେବଳ ବିଜନେସ ରେ ରେକର୍ଡ ହିଁ ହବ। ବିଜନେସ ର ଷ୍ଟେଟମେଣ୍ଟରେ ବିଜନେସ ରିଲେଟେଡ ଯାହା ଖର୍ଚ୍ଚ ହଉଛି, ଯାହା ବି ଇନକମ୍, ଯାହା ବି ଟ୍ରାଞ୍ଜାକ୍ସନ ହଉଛି ସେଇଟା ରେକର୍ଡ ହବ। ଓନର କିଛି ହେଲେ ଆମେ ଆମ ବିଜନେସ ରେକର୍ଡ କରିବାନି। ଓକେ, ତ ବିଜନେସ ର କେବଳ ଫାଇନାନ୍ସିଆଲ ଷ୍ଟାଟସ୍ ବିଜନେସ ପାଇଁ ଦରକାର। ଓନର ଯାହା ରିଲେଟେଡ ଖର୍ଚ୍ଚ କି ପର୍ସନାଲ ଏକ୍ସପେନ୍ସେସ୍ ଯାହା ବି ହଉ ଆମେ ଏଥିରେ ବିଜନେସ ରେ ତାକୁ ଇନକ୍ଲୁଡ କରିବାନି। ଓକେ, ତାପରେ ଆସିଲା ବାଲାନ୍ସ ଇଟ୍ ଅଲୱେଜ ବାଲାନ୍ସେସ୍।
So as the name implies is both side of the balance sheet must always agree. तो ଆମେ କଣ କରିବା ଯେମିତି ଆମର ଟ୍ରାଏଲ ବାଲାନ୍ସ ରେ arithmetic accuracy check କରିବା ପାଇଁ ଡେବିଟ୍ ଇଜ ଇକ୍ୱାଲ ଟୁ ଅଲ୍ କ୍ରେଡିଟ ହଉଥିଲା, ସେମିତି ବାଲାନ୍ସ ସିଟ୍ ରେ ଯାହା ବି ଆମର ଆସେଟ ଆଉ କାହା ସହିତ ମିଶିବ, ଲାଇବିଲିଟି ସହିତ ମିଶିବ। ଯାହା ବି ଆମର ଓନର୍ସ ଇକ୍ୱିଟି ଅଛି ଆଉ ପ୍ଲସ୍ ଲାଇବିଲିଟି ଯାହା ବି ଅଛି ଇଜ ଇକ୍ୱାଲ ଟୁ ଆମର ଆସେଟ୍ସ ହେଇଥିବା ଦରକାର। ଓକେ, ତ ସବୁବେଳେ ବାଲାନ୍ସ ରହୁଥିବ, ମାନେ ମ୍ୟାଚ୍ କରୁଥିବ। ତ ଦିସ୍ ଇଜ ବିକଜ ଦ ଟୋଟାଲ ଫଣ୍ଡସ୍ ଆଟ୍ ଦ ଡିସ୍ପୋଜାଲ ଅଫ ଏ ବିଜନେସ ମଷ୍ଟ ବି ଇକ୍ୱାଲ ଟୁ ଇଟ୍ସ ଇନଭେଷ୍ଟମେଣ୍ଟ। ଯାହା ବି ଆମେ ଇନଭେଷ୍ଟମେଣ୍ଟ କରୁଛେ, ମାନେ ଆସେଟ ଯାହା ବି ଆମର ଅଛି ଇକ୍ୱାଲ କାହା ସହିତ ହବା ଦରକାର, ଲାଇବିଲିଟି ସହିତ। ସେଥିପାଇଁ କହୁଛି ବାଲାନ୍ସ ସିଟ୍ ଅଲୱେଜ ବାଲାନ୍ସେସ୍ means as total asset is equal to total liability. As the name implies, both sides of a balance sheet must always agree. Zero side agree କରିବା ଦରକାର। This is because the total funds at the disposal of a business must be equal to its investment। କଣ କହୁଛି ନା total asset is equal to total liability। ତାପରେ ଆମେ କେମିତି ତାକୁ ପ୍ରିପେୟାର କେମିତି କରିବା। How it is prepared? It is prepared from the given trial balance after preparation of trading and profit and loss account। ଆମେ ଗୋଟେ ଯେତେବେଳେ ଆର ପୂର୍ବ ଏକ୍ସାମ୍ପଲ ରେ ଆମେ ଗୋଟେ ଟ୍ରାଏଲ ବାଲାନ୍ସ ରୁ ପ୍ରଫିଟ ଆଣ୍ଡ ଲସ୍ ଆଉ ଟ୍ରେଡିଂ ଆକାଉଣ୍ଟ ଡ୍ରାଫ୍ଟ କରିଥିଲେ। ଓକେ, ସେଥିରେ ଦେଖିଥିଲେ କିଛି ବାଲାନ୍ସ ସିଟ୍ ଆଇଟମ ଥିଲା, କିଛି ଡେବିଟ୍ ବାଲାନ୍ସ ଥିଲା ଲାଇକ୍ ଡେଟର କି କିଛି କ୍ରେଡିଟ ବୋର୍ଡ ବି ଦେଖିଥିଲେ, ବ୍ୟାଙ୍କ ଲୋନ୍ସ କି କ୍ରେଡିଟର ଏସବୁ ଦେଖିଥିଲେ। ତ ସେଇ ସବୁକୁ ନେଇକି ଯେତେବେଳେ ଆମେ ପ୍ରଫିଟ ଟ୍ରାଏଲ ବାଲାନ୍ସ ରେ ଫାର୍ଷ୍ଟ ଆମର କୋଉ ଆମାଉଣ୍ଟ ଡେବିଟ୍ କୋଉ ଆମାଉଣ୍ଟ କ୍ରେଡିଟ ଲେଖିଦେଇଛି, ସେଥିରୁ ଆମେ ବାଛିଦବା କୋଉ ଆମାଉଣ୍ଟ ସେଥିରୁ କୋଉ ଆଇଟମ ସବୁ ଟ୍ରେଡିଂ କୁ ଯିବ, କୋଉ ଆଇଟମ ପ୍ରଫିଟ ଆଣ୍ଡ ଲସ୍ କୁ ଯିବ, ଆଉ ରେଷ୍ଟ କୋଉଠି ଯିବ ବାଲାନ୍ସ ସିଟ୍ ରେ। ଯାହା ବି ଆସେଟ ଲାଇବିଲିଟି କ୍ୟାପିଟାଲ ଅଛି ସେଟା ଆମକୁ କୋଉଠି ଯାଉଥିଲା, ବାଲାନ୍ସ ସିଟ୍ କୁ। ତ ବାଲାନ୍ସ ସିଟ୍ ଆଇଟମ ଆମେ କିଛି ଛାଡିଥିଲେ, କହିଲେ ଏଟା ବାଲାନ୍ସ ସିଟ୍ ଆଇଟମ, ତ ଷ୍ଟେ ସେଠି କର, ଯେତେବେଳେ ଆମେ ବାଲାନ୍ସ ସିଟ୍ ପଢିବା ସେତେବେଳେ କରିବା। ତ ସେଇ ସବୁ ଆଇଟମ କଣ ହବ, ବାଲାନ୍ସ ସିଟ୍ ପ୍ରିପେୟାର ହବ। ସେଥିରୁ କିଛି ଆସେଟ ଆମର ରହୁଥିବ, କେମିତି ଲାଇବିଲିଟି ରହୁଥିବ। ତ as stated earlier, all nominal account balances in the trial balance are transferred to trading and profit and loss account। କଣ ହବ, ଯାହାବି ନୋମିନାଲ ନେଚର ଆମର ନୋମିନାଲ ଆକାଉଣ୍ଟରେ ମୁଁ ଏବେ କହିଥିଲି, ଯାହାବି ଅଲ୍ ଇନକମ୍ସ ଏକ୍ସପେନ୍ସେସ୍ ଗେନ୍ସ ଆଉ ଲସେସ୍ ସବୁ ଆମର ନୋମିନାଲ ଆକାଉଣ୍ଟ ଟାଇପ। ତ ସେଥିରୁ ଆମେ ଟ୍ରାଏଲ ବାଲାନ୍ସ ରୁ କଣ ବାଛିଦବା, ନୋମିନାଲ ଆକାଉଣ୍ଟ ବାଲାନ୍ସ ଏ ସବୁ କଣ, ଆଉ କୋଉ ସବୁ ଟ୍ରେଡିଂ କୁ ଯିବ, କୋଉଟା ପ୍ରଫିଟ ଆଣ୍ଡ ଲସ୍ କୁ ଯିବ ତାକୁ ବାଛିଦବା। ଆଉ ରେଟ ଯାହା ପଡିଲା ସେଟା କୋଉଥିରେ ରହିବ, ବାଲାନ୍ସ ସିଟ୍ ରେ। ତ ସୋ ଦ ଆକାଉଣ୍ଟସ ଲେଫ୍ଟ ଇନ ଦ ଟ୍ରାଏଲ ବାଲାନ୍ସ ଆର୍ ପର୍ସନାଲ ଆଣ୍ଡ ରିଅଲ ଆକାଉଣ୍ଟ which are to be taken to balance sheet। ଆଉ ଯୋଉ ସବୁ ପର୍ସନାଲ ଆଉ ରିଅଲ ଆକାଉଣ୍ଟ ର ରହିଯିବ ବାଲାନ୍ସେସ୍, ତାକୁ ଆମେ ବାଲାନ୍ସ ସିଟ୍ କୁ ନେଇଯିବା। ଲାଇକ ଦେଖ ମନେକର ଆମର କିଛି କ୍ୟାସ୍ ଆସିଛି, ତ ରିଅଲ ଆକାଉଣ୍ଟର ତାର ନେଚର, ତ କ୍ୟାସ୍ କୁ ଆମେ ମେଣ୍ଟେନ କରିବା ବାଲାନ୍ସ ସିଟ୍ ରେ। କି ପର୍ସନାଲ ଆକାଉଣ୍ଟ ରେ ରାମ୍ ଠୁ ଆମେ କିଛି କ୍ରେଡିଟ ରେ ପରଚେଜ କରିଥିଲେ, ତ ପରଚେଜ କରିଛେ କ୍ରେଡିଟ ରେ ପରଚେଜ କରିଛେ, ସିଏ ଆମ ପାଇଁ କ୍ରେଡିଟର, ତ ଆମେ ତାକୁ ଲାଇବିଲିଟି ଅଛି ଆମର ଓବ୍ଲିଗେସନ କି ଆମେ ତାକୁ ପେ କରିବା। ତ ସେଇଟା ଗୋଟେ ବାଲାନ୍ସ ସିଟ୍ ଆଇଟମ କି ଗୋଟେ ଲାଇବିଲିଟି ଅଛି, ସେଟା ଲାଇବିଲିଟି ସାଇଡରେ ଶୋ କରିବା। କି ଆମେ କିଛି ଜିନିଷ କ୍ରେଡିଟ ରେ ବିକ୍ରି କରିଛେ, ତ ଯାହାକୁ ବିକ୍ରି କରିଛେ ସିଏ ଆମ ପାଇଁ କଣ ହବ, ଡେଟର। ଡେଟର ହେଲେ ଆମେ ତାଠୁ ପଇସା ପାଇବାର ଅଛି, ତ ୱାନ୍ ଟାଇପ ଅଫ ଆସେଟ ଆମ ପାଇଁ। ତ ଆମେ କଣ କରିବା, ବାଲାନ୍ସ ସିଟ୍ ର ଆସେଟ ସାଇଡରେ ତାକୁ ଶୋ କରିବା। ବୁଝିଲା। ସୋ ଦ ଆକାଉଣ୍ଟସ ଲେଫ୍ଟ ଇନ ଦ ଟ୍ରାଏଲ ବାଲାନ୍ସ ଆର୍ ପର୍ସନାଲ ଆଣ୍ଡ ରିଅଲ। ଯାହାବି ଆଫ୍ଟର ନୋମିନାଲ ଆକାଉଣ୍ଟ ବାଛି ଦେଲା ପରେ ଆଉ କଣ ରହିବ, ପର୍ସନାଲ ଆଉ ରିଅଲ ଆକାଉଣ୍ଟ ର ଯାହା ସବୁ ଏକ୍ସାମ୍ପଲ ରହିବ ତାକୁ ଆମେ ବାଲାନ୍ସ ସିଟ୍ ରେ ଶୋ କରିବା। ତ ନେକ୍ସଟ ଥାର୍ଡ ସ୍ଟେପ ରେ କଣ କହୁଛି, accounts having debit balance represent assets and shown on the right side asset side of the balance sheet। ଯାହା ବି ଆମର ଡେବିଟ୍ ବାଲାନ୍ସ ଥିବ, ଟ୍ରାଏଲ ବାଲାନ୍ସ ଯାହା ବି ସବୁ ଡେବିଟ୍ ବାଲାନ୍ସ ଥିବ, ତାକୁ ଆମେ କଣ କରିବା, asset ଭାବେ ଶୋ କରିବା। ତ accounts having debit balance represent asset and are shown on the right side ର balance sheet ର right side ରେ asset side, ସେଇଠି ଆମେ ଶୋ କରିବା ଯାହା ବି ଡେବିଟ୍ ଆମାଉଣ୍ଟ ଥିବ ଟ୍ରାଏଲ ବାଲାନ୍ସ ରେ। ଓକେ, ତାକୁ ଆମେ asset ଭାବେ କନସିଡର କରିବା। ତାପରେ ଦେଖ ସିମିଲାରଲି accounts having credit balance, ଯାହା ବି କ୍ରେଡିଟ ବାଲାନ୍ସ ଅଛି represent liability and are shown on the left side liability side of the balance sheet। ଯାହା ବି ଆମର ଅଛି କ୍ରେଡିଟ ସାଇଡ ଟ୍ରାଏଲ ବାଲାନ୍ସ ର କ୍ରେଡିଟ ଆମାଉଣ୍ଟ ଯୋଉଟା ବାଲାନ୍ସ ସିଟ୍ ଆଇଟମ ଅଛି, ତାକୁ ଆମେ ଲାଇବିଲିଟି ଭାବେ ଟ୍ରିଟ କରିବା। ଆଉ ବାଲାନ୍ସ ସିଟ୍ ର ଲେଫ୍ଟ ସାଇଡ ରେ ଯୋଉଟା କି ଆମର ଲାଇବିଲିଟି ସାଇଡ କହୁଛେ, ସେଥିରେ ଆମେ ଶୋ କରିବା। ଓକେ, କ୍ରେଡିଟ ଆମାଉଣ୍ଟ ଟ୍ରାଏଲ ବାଲାନ୍ସ ର କ୍ରେଡିଟ ଆମାଉଣ୍ଟ। फिफ्थ स्टेप रे कौन कौची, the net profit disclosed by profit and loss account is added, net loss is deducted to the opening capital and drawing is deducted therefrom to find capital at the end। ଆମେ ପଢିଥିଲେ कि ବାଲାନ୍ସ ସିଟ୍ ପ୍ରିପେୟାର କରିବା ଗୋଟେ ରିଜିନ ହଉଛି କି ପ୍ରୋପାଇଟର ର କେତେ ସେୟାର ଅଛି ଜାଣିବା ପାଇଁ ଆମେ ବାଲାନ୍ସ ସିଟ୍ ପ୍ରିପେୟାର କରୁଛେ। ତ ଯେତେବେଳେ ନେଟ୍ ପ୍ରଫିଟ ଆମେ ଆଟ ଦ ଏଣ୍ଡ ଟ୍ରେଡିଂ ରୁ ଗ୍ରସ୍ ପ୍ରଫିଟ ଗ୍ରସ୍ ଲସ୍ ବାହାରିଲା,
ତାପରେ ପ୍ରଫିଟ ଆଣ୍ଡ ଲସ୍ ରୁ ନେଟ ଲସ୍ ବାହାରିଲା। ଯଦି ନେଟ ପ୍ରଫିଟ ହେଇଛି ଆମେ ପଢିଥିଲେ ଯେତିକି ଓନର କ୍ୟାପିଟାଲ ଅଛି ଆଡ କରିବା। ଆଉ ଯଦି କିଛି ଲସ୍ ହେଇଛି ତ ଓନର କ୍ୟାପିଟାଲ ରୁ ଲେସ୍ କରିବା ଡିଡକ୍ଟ କରୁଥିଲେ। ତ ତା ସହିତ ଆଉ ଗୋଟେ ଜିନିଷ ଥିଲା, ଯଦି କିଛି ଓନର କିଛି ୱିଡ୍ର କରୁଛି, କିଛି ଗୁଡ୍ସ ଆକାରରେ ହଉ କ୍ୟାଶ ଆକାରରେ ହଉ, ଯଦି କିଛି ୱିଡ୍ର କରୁଛି ତ ସେଇ ଯୋଉ ୱିଡ୍ର କରୁଥିଲା ଆମେ ତାକୁ ଡ୍ରଇଂସ କହୁଥିଲେ। ଆଉ ସେଇ ଡ୍ରଇଂସ ଟାକୁ ଆମେ କଣ କରୁଥିଲେ, ଲେସ୍ କରୁଥିଲେ। ଓକେ, କ୍ୟାପିଟାଲ ଲେସ୍ କରୁଥିଲେ। ସମଟାଇମ୍ କଣ ହୁଏ, ଡ୍ରଇଂସ ଉପରେ ସେ ଇଣ୍ଟରେଷ୍ଟ ବି ଦିଏ, ତ ସେଇଟା ଆମ ପାଇଁ ଗୋଟେ ଇନଡାଇରେକ୍ଟ ଇନକମ ହଉଥିଲା। ଆଉ ସମଟାଇମ୍ ଯାହାବି ଆମର କ୍ୟାପିଟାଲ ଅଛି, କ୍ୟାପିଟାଲ ଉପରେ ଆମର କଣ ହୁଏ, ଇଣ୍ଟରେଷ୍ଟ ପେମେଣ୍ଟ କରା ହୁଏ ଓନରକୁ। ତ ଓନର ଦେଖ ଯଦି କୋଉଠି ବାହାର କୋଉଠି ଇନଭେଷ୍ଟ କରିଥାନ୍ତା ତ ତାକୁ ଯାହାବି ବ୍ୟାଙ୍କ ଇଣ୍ଟରେଷ୍ଟ ମିଳିଥାନ୍ତା କି ଯୋଉଠି ବି ଇଣ୍ଟରେଷ୍ଟ ତାକୁ ମିଳିଥାନ୍ତା। ଯେହେତୁ ଆମ ବିଜନେସ ସେ ଇନଭେଷ୍ଟ କରିଛି ତ ତାକୁ ଆମେ ମୁନାସିବ କଲେ କି ଆମେ କିଛି ଇଣ୍ଟରେଷ୍ଟ ଦବା। ତ ଏଇଟା ହେଲା ତାକୁ କିଛି ଇଣ୍ଟରେଷ୍ଟ ଦିଆ ହୁଏ, ସେଇ ଇଣ୍ଟରେଷ୍ଟ ଟା କିନ୍ତୁ ଆମେ ବୁକ୍ କରିବା ପ୍ରଫିଟ ଆଣ୍ଡ ଲସ୍ ରେ। ଓକେ, ତ ଯାହାବି ତାର ଯାହାବି ତାର ଅଧିକ ହଉଛି ତ କ୍ୟାପିଟାଲ କିଛି ଇଣ୍ଟରେଷ୍ଟ ବି ପାଇବ, ତାକୁ ଆମେ ପେମେଣ୍ଟ କରୁଛେ। ତ ଏଣ୍ଡ ରେ କଣ ହବ, ଓପନିଂ କ୍ୟାପିଟାଲ ରେ ଯାହା ପ୍ରଫିଟ ଲସ୍ ହେଇଛି, ଯଦି ନେଟ ପ୍ରଫିଟ ହେଇଛି ଆଡ କରିବା, ନେଟ ଲସ୍ ହେଇଛି ଲେସ୍ କରିବା, ଆଉ ଡ୍ରଇଂ ଯଦି କିଛି ସେ ୱିଡ୍ର କରିଛି ତାକୁ ଡିଡକ୍ଟ କରିବା। ତାପରେ ଆଟ ଦ ଏଣ୍ଡ ରେ ତାର ଆକ୍ଚୁଆଲ କ୍ୟାପିଟାଲ କେତେ ରହୁଛି ସେ ଜାଣିପାରିବ ପ୍ରୋପାଇଟର। ତ ପ୍ରୋପାଇଟର ଫାଇନାଲ ଷ୍ଟେଟମେଣ୍ଟ ସେଥିପାଇଁ ପ୍ରିପେୟାର କରେ ବାଲାନ୍ସ ସିଟ୍, କି ତାର ଆଟ ଦ ଏଣ୍ଡ ତାର କେତେ କ୍ୟାପିଟାଲ ହଉଛି ଜାଣିବା ପାଇଁ। ଓକେ, ତ ଏଇଟା ହେଲା ଆମର ପାଞ୍ଚଟା ଷ୍ଟେପ। ମୁଁ ଫାଷ୍ଟ କହିଦଉଛି କି ଫାଷ୍ଟ ଆମର ଟ୍ରାଏଲ ବାଲାନ୍ସ ଦେଇଥିବ, ଟ୍ରାଏଲ ବାଲାନ୍ସ ରୁ ଯାହା ବି ନୋମିନାଲ ଆକାଉଣ୍ଟ ଆଇଟମ ଆମେ ତାକୁ ଟ୍ରେଡିଂ ଆଉ ପ୍ରଫିଟ ଆଣ୍ଡ ଲସ୍ କୁ ବାଣ୍ଟି ଦବା। ତାପରେ ଆଉ ଯାହା ରେଷ୍ଟ ବଳିବ ସେଇଟା ଆମର କଣ ଥିବ ନା, ପର୍ସନାଲ ଆଉ ରିଅଲ ଆକାଉଣ୍ଟ ନେଚର ଥିବ। ତାର ଯାହାବି ଟ୍ରେଡିଂ ସରି ଟ୍ରାଏଲ ବାଲାନ୍ସ ର ଯାହାବି ଡେବିଟ୍ ଆଇଟମ ଯାହା ଥିବ ବାଲାନ୍ସ ସିଟ୍ ର, ତାକୁ ଆମେ ଆସେଟ ସାଇଡ ରେ ଦେଖିବା, ରାଇଟ ସାଇଡ। ତାପରେ ଆସିଲା ଯାହାବି ଆମର କ୍ରେଡିଟ ଆଇଟମ ଥିବ ଟ୍ରାଏଲ ବାଲାନ୍ସ ରେ, ତ ତାକୁ କଣ କରିବା, ଲେଫ୍ଟ ସାଇଡ ରେ ଲାଇବିଲିଟି ସାଇଡ ରେ ଶୋ କରିବା। ତାପରେ ନେଟ ପ୍ରଫିଟ ଯଦି ଆସିଥିବ ଆମେ ତାକୁ କ୍ୟାପିଟାଲ ଆଡ କରିବା, ନେଟ ଲସ୍ ହେଲେ କ୍ୟାପିଟାଲ ରିଡ୍ୟୁସ କରିବା। ଆଉ ଯଦି ଡ୍ରଇଂସ ଥିବ ତ ଲେସ୍ କରିବା, ଯଦି ଆଉ ସେ ଫର୍ଦର କିଛି କ୍ୟାପିଟାଲ ଇଣ୍ଟ୍ରୋଡ୍ୟୁସ କରିଥିବ ତାକୁ ଆଡ କରିବା। ଓକେ, ତ ବିଜନେସ କୁ ଯାହା ସେ ଦଉଛି ଆଡ କରିବା, ଯାହା ନଉଛି ନେଲେ କିଛି ତାକୁ ଲେସ୍ କରିଦବା। ଯଦି ପ୍ରଫିଟ ହେଇଛି ପ୍ରଫିଟ ଟା ତାର କ୍ୟାପିଟାଲ ରେ ଆଡ କରିବା। ବୁଝିଗଲା, ବାଲାନ୍ସ ସିଟ୍ ର ଏଇଟା ହେଲା ଫଣ୍ଡା। ତାପରେ ଦେଖ, ଏଇଟା ହେଲା ଏଇଟା ବାଲାନ୍ସ ସିଟ୍ ର ଆସେଟ ଆଉ ଲାଇବିଲିଟି ର ଷ୍ଟେଟମେଣ୍ଟ ଟା। ଦେଖ ବାଲାନ୍ସ ସିଟ୍ ଆଜେଟ ଗୋଟେ ପର୍ଟିକୁଲାର ଡେଟ ର ହବ, ତ ଆଜେଟ ଲେଖା ହେଇଛି। ତ କ୍ୟାପିଟାଲ ଫାଷ୍ଟ ଆସିଗଲା, ଓପନିଂ ବାଲାନ୍ସ ତାର କେତେ ଅଛି। ଯଦି ନେଟ ପ୍ରଫିଟ ହେଇଛି ତ ନେଟ ପ୍ରଫିଟ କୁ ଆମେ ଆଡ କରିବା। ଆଉ ଯଦି ନେଟ ଲସ୍ ହେଇଛି ତ ନେଟ ଲସ୍ ଟାକୁ ଲେସ୍ କରିବା, ଲେସ୍ ଲେଖା ହେଇଛି। ତାପରେ ଅଛି ଲେସ୍ ଡ୍ରଇଂସ, ଯଦି ଆମେ କିଛି ୱିନର କିଛି ଡ୍ରଇଂସ ନେଇଛି, ଓକେ ଓନର କିଛି ଡ୍ରଇଂସ ନେଇଛି ତ କଣ କରିବା, ଡ୍ରଇଂସ ତାକୁ ଲେସ୍ କରିବା, ଲେସ୍ ହେଇଛି। ଓକେ, ତାପରେ ଆସିଲା ଲଙ୍ଗ ଟର୍ମ ଲାଇବିଲିଟି। ଯଦି ଲଙ୍ଗ ଟର୍ମ ଲାଇବିଲିଟି ରେ ଆମେ କିଛି ବ୍ୟାଙ୍କ ଲୋନ ନେଇଛେ କି କଣ କିଛି ବଡ କ୍ୟାପିଟାଲ କୋଉଠୁ ଆଣିଛେ, ତ ଲଙ୍ଗ ଟର୍ମ କ୍ୟାପିଟାଲ ରେ ଲଙ୍ଗ ଟର୍ମ ଲାଇବିଲିଟି ସେଇଟା ପଳେଇବ। ତ ଦେଖ ତାର ଏକ୍ସାମ୍ପଲ ଲେଖା ହେଇଥିଲା କି ଲୋନ। ତାପରେ ଆସିଲା କରେଣ୍ଟ ଲାଇବିଲିଟି। କରେଣ୍ଟ ଲାଇବିଲିଟି ମାନେ ଯୋଉଟା କି ଆମେ କିଛି ଆଇଟମ ଯୋଉଟା ଗୋଟେ ବର୍ଷ ଭିତରେ ଆମେ ତାକୁ ପେମେଣ୍ଟ କରିବାର ଅଛି, କରେଣ୍ଟ ଲାଇବିଲିଟି। ତ ଇନକମ ରିସିଭଡ ଇନ ଆଡଭାନ୍ସ, ଏଇଟା ଆମେ ପଢିଥିଲେ ଯେତେବେଳେ ଚାରିଟା ଟର୍ମ ପଢିଥିଲେ। ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍ ଥିଲା କିଛି, ଆକ୍ରୁଡ ଇଣ୍ଟରେଷ୍ଟ କି ଇନକମ ରିସିଭଡ ଇନ ଆଡଭାନ୍ସ କି ଯୋଉ ପ୍ରିପେଡ ଏକ୍ସପେନ୍ସେସ୍ କିଛି ଥିଲା। ଚାରିଟା ଟର୍ମ ଆମେ ପଢିଥିଲେ। ଯେତେବେଳେ ଆମେ କିଛି ଜିନିଷ ପାଇଁ ଆମେ ରେଣ୍ଟ ଗୋଟେ ଘର ରେଣ୍ଟ ଦେଇଛେ, 6 ମାସ ପାଇଁ ଆମକୁ ଦବା କଥା, ସେ ବର୍ଷକର ପଇସା ଦେଇ ଦେଇଛି, କିନ୍ତୁ 6 ମାସ ଟା ଏଇ ଫାଇନାନ୍ସିଆଲ ଇୟର ରେ ପଡୁଛି, ଆଉ 6 ମାସ ନେକ୍ସଟ ଫାଇନାନ୍ସିଆଲ ଇୟର ରେ ପଡୁଛି। ଆମେ ଆଗୁଆ 12 ମାସ ରିସିଭ କରୁଛେ। ତ କଣ କରିବା, ଯୋଉ 6 ମାସର ଆମେ ଅଧିକ ରିସିଭ କରୁଛେ ତ ରିସିଭଡ ଇନ ଆଡଭାନ୍ସ ସେଇଟା ହେଇଗଲା। ତ ସେଇଟା ଆମ ପାଇଁ ଗୋଟେ ୱାନ ଟାଇପ ଅଫ ଲାଇବିଲିଟି, କି ଆମେ ତାକୁ ଏପର୍ଯ୍ୟନ୍ତ ସର୍ଭିସ ଦେଇନେ, ଆମ ଘର ଏପର୍ଯ୍ୟନ୍ତ ସେ 6 ମାସ ରହିନାହାନ୍ତି କିନ୍ତୁ ଆଗୁଆ ପେମେଣ୍ଟ କରିଛନ୍ତି। ତ ଏଇଟା ଗୋଟେ କରେଣ୍ଟ ଲାଇବିଲିଟି, ଯୋଉଟା କି 6 ମାସ ଭିତରେ ଆମର ହେଇଯିବ। ବର୍ଷ ଭିତରେ ହେଲେ କରେଣ୍ଟ ଲାଇବିଲିଟି ଭିତରେ ପଳେଇ ଆସିବ। ତ 6 ମାସ ଏମିତି ୟୁଜ କରିଦେବେ, ଆମର ବି ଲୋନ ଟା ମୁଣ୍ଡ ପଳେଇବ, ଲାଇବିଲିଟି ପେ ହେଇଯିବ। ତ ଇନକମ ରିସିଭଡ ଇନ ଆଡଭାନ୍ସ ଟା ବି କରେଣ୍ଟ ଲାଇବିଲିଟି ରେ ଆସିଲା। ତାପରେ ସଣ୍ଡ୍ରି କ୍ରେଡିଟର, ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍। ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍ ବି ଆମ ପାଇଁ ୱାନ ଟାଇପ ଅଫ ଲାଇବିଲିଟି, କି ଯେତେବେଳେ ସାଲାରୀ ଟା ଦବାର ଅଛି ଆମକୁ, କିନ୍ତୁ ଆମେ ନେକ୍ସଟ ମନ୍ଥରେ ପେମେଣ୍ଟ କଲେ, କିନ୍ତୁ ସାଲାରୀଟା ତ ଏଇ ମାସର ବୁକ୍ କରିଛେ, ସେମାନଙ୍କୁ ଆମକୁ ଦବାକୁ ଅଛି, ପେମେଣ୍ଟ କରିନେ, ତ ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍ ଆସିଯିବ। ତାପରେ ଆସିଲା ବିଲ୍ସ ପେବୁଲ। ବିଲ୍ସ ପେବୁଲ ଯେମିତି ବିଲ୍ ଆମେ କିଛି କଣ ବିଲ୍ସ ପେବୁଲ ଅଛି, ବାକିରେ କିଛି କିଣା କିଣି କରୁଛେ,
ତ ଏଇଟା ବିଲ୍ସ ପେବୁଲ କ୍ରେଡିଟର ହେଇକି ଆସିଯିବେ। କି ବ୍ୟାଙ୍କ ଓଭରଡ୍ରାଫ୍ଟ, କିଛି ବ୍ୟାଙ୍କରୁ କିଛି ସିସି ଲୋନ ଯୋଉ ନଉଛେ, ତ ବ୍ୟାଙ୍କ ଓଭରଡ୍ରାଫ୍ଟ ସେ ସବୁ। ତ ଏଇ ସବୁ ହେଇଗଲା ଆମର ଲାଇବିଲିଟି, ଯୋଉଟା ତମକୁ ଓବ୍ଲିଗେସନ ଅଛି, ଆମେ ପେମେଣ୍ଟ କରିବାର ଅଛି। ତାପରେ ଡେବିଟ ସାଇଡ ରେ କଣ ଆସୁଛି, ସବୁ ଆସେଟ। ତ ଫିକ୍ସ ଆସେଟ ରେ କଣ ଆସିଯିବ, ଯାହା ସବୁ ଆମର ଫର୍ଣ୍ଣିଚର କି ଇକ୍ୟୁପମେଣ୍ଟ ହଉ, ଯାହାବି ବିଜନେସ ର ଯାହାବି ଥିବ, ପ୍ଲାଣ୍ଟ ଆଣ୍ଡ ମେସିନାରୀ ଫିକ୍ସ ଆସେଟ ରେ ପଳେଇ ଆସିବ। ଓକେ, ତ କଣ ଆସୁଛି, ଗୁଡୱିଲ ଫାଷ୍ଟ ଆସୁଛି, ଲ୍ୟାଣ୍ଡ ଆଣ୍ଡ ବିଲ୍ଡିଂ, ଓକେ, ପ୍ଲାଣ୍ଟ ଆଣ୍ଡ ମେସିନାରୀ, ଫର୍ଣ୍ଣିଚର ଆଣ୍ଡ ଫିକ୍ସଚର। ଇନଭେଷ୍ଟମେଣ୍ଟ ରେ କଣ ଆସୁଛି, କରେଣ୍ଟ ଇନଭେଷ୍ଟମେଣ୍ଟ କଣ କରୁଛେ, ଆଉ ମାନେ ବ୍ୟାଙ୍କରେ ଇନଭେଷ୍ଟମେଣ୍ଟ କରୁଛେ କି କୋଉ ସେୟାର ଆଉ ଡିବେଞ୍ଚର ଇନଭେଷ୍ଟ କରୁଛେ, ଏସବୁ। କରେଣ୍ଟ ଆସେଟ ଦେଖ, ତାପରେ କରେଣ୍ଟ ଆସେଟ ରେ କଣ କହୁଛି, କ୍ଲୋଜିଂ ଷ୍ଟକ୍ କେତେ ଅଛି। ଆମେ ଯଦି କ୍ଲୋଜିଂ ଷ୍ଟକ୍ ନେଇଛେ, ଆମ ପାଇଁ ସେଠି ତ ୱାନ୍ ଟାଇପ ଅଫ ଆସେଟ, ଆମ ପାଖେ ଷ୍ଟକ୍ ଟା ରହିଲା, ତ ଆମ ପାଇଁ ସେ ଆସେଟ, ତ କ୍ଲୋଜିଂ ଷ୍ଟକ୍ ନେଲେ। ତାପରେ ଆକ୍ରୁଡ ଇନକମ୍, ଆକ୍ରୁଡ ଇନକମ୍ କଣ ନା, ଆମେ ବ୍ୟାଙ୍କରେ ପଇସା କିଛି ଇନଭେଷ୍ଟ କରୁଛେ, ତ ଆମକୁ ଇଣ୍ଟରେଷ୍ଟ ମିଳିବା କଥା ମିଳିନି, ଏଇ ବର୍ଷର ଇଣ୍ଟରେଷ୍ଟ ଟାକୁ ଆମକୁ ମିଳିନି, ନେକ୍ସଟ ଇୟର ମିଳିବ। ବଟ୍ କିନ୍ତୁ ଏ ବର୍ଷ ଇନକମ ଟା ତ ଏଇ ବର୍ଷର ଆମେ ବୁକ୍ କରିଥିବା କି ଏଇ ବର୍ଷର ଇନକମ ସେଇଟା, କିନ୍ତୁ ଗୋଟେ ଆକ୍ରୁ ହେଇଯାଇଛି, ଆମକୁ ମିଳିନି। ତ ଆକ୍ରୁ ଇନକମ ଭାବେ ଆମ ପାଇଁ ଆସେଟ ଗୋଟେ ଟ୍ରିଟ କରିକି ତାକୁ ଚାଲିବା, ଆଉ ତାକୁ ଡେବିଟ ସାଇଡରେ ଦେଖିବା ବାଲାନ୍ସ ସିଟ୍ ର। ତାପରେ ଆସିଲା ପ୍ରିପେଡ ଏକ୍ସପେନ୍ସେସ୍। ପ୍ରିପେଡ ଏକ୍ସପେନ୍ସେସ୍ ସେମିତି କଣ କହୁଛି, କି ଯେତେବେଳେ ଆମେ କିଛି ଜିନିଷଟାକୁ, ମନେକର କିଛି, ହଁ ମନେକର ଆମେ ସାଲାରୀ ଜଣକୁ, ଆମକୁ କିଛି ବି ହଉ, କିଛି ବି ଖର୍ଚ୍ଚ ଗୋଟେ ଆମେ ଆଡଭାନ୍ସ ଦେଇ ଦେଇଛେ, ସେ ଆମକୁ ସର୍ଭିସ ଏପର୍ଯ୍ୟନ୍ତ ଦେଇନି, କିନ୍ତୁ ଆମେ ତାକୁ ଏକ୍ସପେନ୍ସେସ୍ ପାଇଁ ପ୍ରିପେଡ କରିଦେଇଛେ। ଓକେ, ଯେମିତି ଆମେ ଫୋନ ପାଇଁ ପ୍ରିପେଡ ସର୍ଭିସେସ୍ ଆଗ ପେମେଣ୍ଟ କରୁଛ, ତାପରେ ୟୁଜ କରୁଛ, ସେମିତି ପ୍ରିପେଡ ସର୍ଭିସେସ୍ ମନେକର ସେ ଇଣ୍ଟରନେଟ ନବା ପାଇଁ ପୂର୍ବ ବର୍ଷର, ନେକ୍ସଟ ଇୟର 2026 ପାଇଁ ଏଇ ବର୍ଷଠୁ ସେ ଏକ୍ସପେନ୍ସେସ୍ ଟା ପେଡ୍ କରିସାରିଲେଣି, କି ଆମେ ପ୍ରିପେଡ ନେଇଗଲୁ, ନେକ୍ସଟ ଇୟର ବି ଆମକୁ କିଛି ଇଏ କରିବାକୁ ପଡିବନି। ତ ସେଇଟା ପ୍ରିପେଡ ଏକ୍ସପେନ୍ସେସ୍, ଆମକୁ ଏପର୍ଯ୍ୟନ୍ତ ସର୍ଭିସ ମିଳିନି କିନ୍ତୁ ଆମେ ତାକୁ ପେମେଣ୍ଟ କରିଦେଇଛେ, ତ ଏଇଟା ହେଲା ପ୍ରିପେଡ ଏକ୍ସପେନ୍ସେସ୍। ତ ଏଇଟା ଆମ ପାଇଁ ଗୋଟେ ୱାନ୍ ଟାଇପ ଅଫ ଆସେଟ, କି ଆଗକୁ ଆମକୁ ଏଇଟା ମିଳିବାର ଅଛି। ଯଦି କିଛି ଦବାର ଅଛି, ଆମେ ଲାୟବିଲିଟି ଶୋ କରୁଛୁ, ଯଦି କିଛି ମିଳିବାର ଅଛି, ତ ଆମେ ଆସେଟ ଶୋ କରିବା। ତ ପ୍ରିପେଡ ଏକ୍ସପେନ୍ସେସ୍ ଆସିଗଲା। ଓକେ, ଚାରିଟା ଟର୍ମ ଦେଖ, ଏଇଠି ହେଲା ଇନକମ୍ ରିସିଭଡ୍ ଇନ୍ ଆଡଭାନ୍ସ, ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍, ଆଉ ଆକ୍ରୁଡ୍ ଇନକମ୍, ପ୍ରିପେଡ ଏକ୍ସପେନ୍ସେସ୍। ଏଇ ଚାରିଟା ଟର୍ମ ଆମେ ପଢିଥିଲେ, ଏଇଟା ଟିକେ ଭଲସେ ମନେ ରଖିବ ବୋଲି। ତାପରେ ଆସିଲା ସଣ୍ଡି ଡେଟର। ସଣ୍ଡି ଡେଟର କୋଉ ମାନେ, ଯୋଉମାନଙ୍କୁ ଆମେ ବାକିରେ କିଛି କ୍ରେଡିଟ ରେ ସେଲ କରିଛେ, ସେମାନଙ୍କୁ ଆମେ କିଛି କ୍ୟାଶ ରେ ସେଲ କଲେ, କିଛି କ୍ରେଡିଟ ରେ, ଯୋଉମାନେ କ୍ରେଡିଟ ରେ ସେଲ କଲେ, ତ ସେମାନଙ୍କର ଏଇଟା ଓବ୍ଲିଗେସନ କି ସେମାନେ ଆମକୁ ପେମେଣ୍ଟ କରିବେ, ତ ସେମାନେ ଆମ ପାଇଁ କଣ ହେଇଯିବେ, ଆମର ଡେଟର ହେଇଯିବେ। ତ ସଣ୍ଡି ଡେଟର କି ସେମାନେ 1 ଇୟର ଭିତରେ ପେମେଣ୍ଟ କରିଦେବେ। ତାପରେ ଆସିଲା ବିଲ୍ସ ରିସିଭେବଲ, ସେମିତି ସଣ୍ଡି ଡେଟର ଏମିତି ବିଲ୍ସ କିଛି ଅଛି, ତାକୁ ଆମେ ରିସିଭେବଲ କରିବା, ରିସିଭ କରିବା। ତ ବିଲ୍ସ ରିସିଭେବଲ ଆସିଗଲା। ତାପରେ କ୍ୟାଶ ଆଟ୍ ବ୍ୟାଙ୍କ, କ୍ୟାଶ ଇନ୍ ହ୍ୟାଣ୍ଡ, ଆମର ବ୍ୟାଙ୍କରେ କେତେ ପଇସା ଅଛି, କୋଉଦିନ, ପର୍ଟିକୁଲାର ଡେଟ ରେ, ଯୋଉ ଦିନ ଆମେ ପ୍ରିପାରେସନ କରୁଛୁ ବାଲାନ୍ସ ସିଟ୍, ସେଇଦିନ ଆମର ବ୍ୟାଙ୍କରେ କେତେ ପଇସା ଅଛି, ଆଉ କ୍ୟାଶ ଇନ୍ ହ୍ୟାଣ୍ଡ, ଆମ ହାତରେ କେତେ କ୍ୟାଶ କେତେ ଅଛି। ଓକେ, ବ୍ୟାଙ୍କରେ କେତେ ଅଛି, ଆଉ ହାତରେ କେତେ ଅଛି କ୍ୟାଶ, ସେଟା। ତ ଏଇ ସବୁ ହେଲା ପରେ ଆମେ ଜାଣିପାରିବା ଟୋଟାଲ ଲାୟବିଲିଟି ସାଇଡ୍ କେତେ, ଟୋଟାଲ ଆସେଟ ସାଇଡ୍ କେତେ ଜାଣିପାରିବା। ଆଉ ଟୋଟାଲ ଆସେଟ ଇଜ ଇକ୍ୱାଲ ଟୁ ଟୋଟାଲ ଲାୟବିଲିଟି ହଉଥିବା ଦରକାର। ଯେତିକି ଟୋଟାଲ ଲେଫ୍ଟ ସାଇଡ୍ ହଉଛି, ସେତିକି ଆମର ରାଇଟ୍ ସାଇଡ୍ ହବା ଦରକାର। ଓକେ, ତାପରେ ଗୋଟେ ଏକ୍ସାମ୍ପଲ ଦେଖ, from the following trial balance prepare a trading and profit and loss account and balance sheet for the year ended 31st March 2023। ଏଠି କଣ ଅଛି ଦେଖ, ଟୋଟାଲ ଟ୍ରାଏଲ ବାଲାନ୍ସ ର ଟୋଟାଲ ଯେତିକି ଆମର ଲାଇବିଲିଟି, ଡେବିଟ ବାଲାନ୍ସ ଯେତିକି, କ୍ରେଡିଟ ବାଲାନ୍ସ ସେତିକି। ଓକେ, ତ ଗୁଡୱିଲ୍, ଲୋନ୍ ଟୁ ୱାଇ, ଡେପ୍ରିସିଏସନ ସବୁ ଗୋଟେ ୱାନ୍ ବାଇ ୱାନ୍ ଆଇଟମ ଦେଇଛି। ତ ବଟ୍ କ୍ରେଡିଟ ସାଇଡ୍ ରେ ବି କ୍ୟାପିଟାଲ ଅଛି, କ୍ରେଡିଟର କେତେ, ଡିଭିଡେଣ୍ଡ କେତେ ଅଛନ୍ତି, ରିଟର୍ନ ଆଉଟୱାର୍ଡସ୍, ଡିସକାଉଣ୍ଟ, ସେଲ୍ସ, ବିଲ୍ସ ଟେବୁଲ, ଏସବୁ ଆଇଟମ ଅଛି। ଆଉ କ୍ଲୋଜିଂ ଷ୍ଟକ୍ ଆଜ୍ ଆଟ୍ 31st March 2023 କେତେ ଅଛି, 12,000। ତ ୱାନ୍ ବାଇ ୱାନ୍ ଆଇଟମ, ଯେମିତି ଆମେ ଟ୍ରେଡିଂ ବନେଇଥିଲେ, ତାପରେ ପ୍ରଫିଟ ଆଣ୍ଡ ଲସ୍, ତାପରେ ବାଲାନ୍ସ ସିଟ୍ କେମିତି ପ୍ରିପେୟାର କରିବା ଆଜି ଦେଖିବା। ଫାର୍ଷ୍ଟ ଦେଖ, ଏଟା ହେଲା ଗୁଡୱିଲ୍। ଗୁଡୱିଲ୍ କଣ ଗୋଟେ, ଗୁଡୱିଲ୍ ଆମେ ଦେଖିଥିଲେ ବାଲାନ୍ସ ସିଟ୍ ଆଇଟମ ଗୋଟେ, ଆମେ ଆସେଟ ଗୋଟେ, ତ ବାଲାନ୍ସ ସିଟ୍ ଆଇଟମ ହବନି। ତାପରେ ଲୋନ୍ ଟୁ ୱାଇ, ଏଇଟା ବି ଗୋଟେ ବାଲାନ୍ସ ସିଟ୍ ଆଇଟମ। ଫାର୍ଷ୍ଟ ଆମେ ଫର୍ମାଟ କରିଦବା, ଦେଖ ଟ୍ରେଡିଂ ରେ କର, ଟ୍ରେଡିଂ ଆକାଉଣ୍ଟ ଫର ଦ ଇୟର ଏଣ୍ଡେଡ୍ 31st March 2023, ପର୍ଟିକୁଲାର୍ସ ଆମାଉଣ୍ଟ, ପର୍ଟିକୁଲାର୍ସ ଆମାଉଣ୍ଟ। ତ ଏଇଠି ଗୋଟେ ଇନର କଲମ କରିଦେଇଛି, ଯେହେତୁ ଆମର ପରଚେଜ ରେ କିଛି ରିଟର୍ନ ରହୁଛି, କି ସେଲ୍ସ ରିଟର୍ନ ରହୁଛି, ତ ଇନର କଲମ ଗୋଟେ କରାହେଇଛି। ତ ଡେବିଟ୍ ଆଉ କ୍ରେଡିଟ ବାଲାନ୍ସ ପକେଇଲ, ସେମିତି
प्रॉफिट एंड लॉस अकाउंट फॉर द ईयर एंडेड 31st मार्च 2023 এইটা লেখা হয় ফর द ईयर एंडेड কিন্তু balance sheet টা ଗୋଟେ particular date ରେ prepare ହୁଏ ତ debit balance credit balance particulars amount ओके ଏଇଟା ହେଲା प्रॉफिट एंड लॉस ର ତାପରେ ଆସିଲା balance sheet as on 31st मार्च 2023 এটা দেখো आज at ଗୋଟେ ଡେଟ୍ ଏଠି particular ଡେଟ୍ ମେନସନ କରାହେଇଛି ତ ଲାଇବିଲିଟି ଆମାଉଣ୍ଟ ଆସେଟ୍ ଆମାଉଣ୍ଟ ଯାହା ବି ଡେବିଟ୍ ସାଇଡ୍ ର ଟ୍ରାଏଲ ବାଲାନ୍ସ ଯାହା ବି ଡେବିଟ୍ ଆମାଉଣ୍ଟ ଅଛି ଡେବିଟ୍ ସାଇଡ୍ ରେ ଆସେଟ୍ ପଟେ ଯିବ ଯାହା ବି କ୍ରେଡିଟ୍ ସାଇଡ୍ ର ଅଛି କ୍ରେଡିଟ୍ ପଟେ ମାନେ ଲାଇବିଲିଟି ପଟେ ଯିବ ତ ଦେଖ ଫାର୍ଷ୍ଟ ଅଛି ଗୁଡୱିଲ୍ 5000 ଆମେ ଦେଖିଲେ ଗୁଡୱିଲ୍ ଟା ଆମର ବାଲାନ୍ସ ସିଟ୍ ଆଇଟମ ତ ବାଲାନ୍ସ ସିଟ୍ ରେ ପକେଇଦବା ଗୁଡୱିଲ୍ ପଡିଗଲା 5000 ଓକେ ତାପରେ ଲୋନ୍ ଟୁ ୱାଇ କୁ ଆମେ ଲୋନ୍ ଦେଇଛେ ଆମେ ଯଦି ଲୋନ୍ ଦେଇଛେ ତ ଆମ ପାଇଁ ଏଇଟା କଣ ହବ ଗୋଟେ ଇନକମ୍ ହବ ତ ଲେଖ ବାଲାନ୍ସ ସିଟ୍ ରେ ପକେଇଦବା ଆସେଟ୍ ପଟେ ଲୋନ୍ ଟୁ ୱାଇ 7000 ହେଲା ତାପରେ ଡେପ୍ରିସିଏସନ ହେଲା 3000 ଡେପ୍ରିସିଏସନ ହେଲେ ଆମର ଫିକ୍ସ ଆସେଟ୍ ଯାହା ଥିବ ସେଥିରୁ ଆମେ ମାଇନସ କରିବା ପ୍ଲସ୍ ଆଉ କଣ କରିବା ଆମର ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟରେ ଶୋ କରିବା ଡେପ୍ରିସିଏସନ ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟରେ ଶୋ କରିବା ଦେଖ ଟୁ ଡେପ୍ରିସିଏସନ 3000 ଡେପ୍ରିସିଏସନ ପକେଇଦେଲେ ମେସିନାରୀ 5900 5900 ଟଙ୍କା ହେଲା ମେସିନାରୀ ତ ମେସିନାରୀ କଣ ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟରେ ସରି ବାଲାନ୍ସ ସିଟ୍ ରେ ଶୋ କରିବା ଆଜ ଏ ଫିକ୍ସ ଆସେଟ୍ ତ ମେସିନାରୀ ଚାଲ ବାଲାନ୍ସ ସିଟ୍ ରେ ପକେଇବା ମେସିନାରୀ 5900 ମେସିନାରୀ ପକେଇଦେଲେ ଆସିଲା ରିପେୟାର୍ସ 550 ତ ଏଇଟା କଣ ହବ ଏଇଟା ଗୋଟେ ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟ ର ଗୋଟେ ଆଇଟମ ତ ପ୍ରଫିଟ୍ ଆଣ୍ଡ ଲସ୍ ରେ ପକେଇବା ଟୁ ରିପେୟାର୍ସ 550 ନେକ୍ସଟ ଆସ ରେଣ୍ଟ 1400 ତ ରେଣ୍ଟ କେତେ ଅଛି 1400 ଟୁ ରେଣ୍ଟ 1400 ପ୍ରଫିଟ୍ ଆଣ୍ଡ ଲସ୍ ରେ ପକେଇଦେଲେ ତାପରେ ଆସିଲା ମ୍ୟାନୁଫାକ୍ଚରିଂ ଏକ୍ସପେନ୍ସେସ୍ 1800 ମ୍ୟାନୁଫାକ୍ଚରିଂ ଏକ୍ସପେନ୍ସେସ୍ ଟା ଆମର କଣ ହବ ଗୋଟେ ट्रेडिंग अकाउंट रोड एक्सपेंसेस तो ट्रेडिंग अकाउंट रे मैन्युफैक्चरिंग एक्सपेंसेस पड़ची जोटा कि हमर डायरेक्ट एक्सपेंसेस तो टू मैन्युफैक्चरिंग एक्सपेंसेस रे 1800 आसिला देखो ट्रेडिंग अकाउंट रे पकेले 1800 जेतु टे ओपनिंग क्लोजिंग हम नवा कथा ओपनिंग स्टॉक तापर परचेस नवा कथा तो फर्स्ट स्थिबे नि हेजिची तापर एटा मैन्युफैक्चरिंग एक्सपेंसेस नि हेजिची तो हम सेमती तीन चारटा कॉलम छाडी की मैन्युफैक्चरिंग एक्सपेंसेस टा पकेबो तापर आसिला बैंक 1500 बैंक 1500 ଆଉ ଡେପ୍ଟର 7400 ଏଇଟା ଆମର ହେଲା ବାଲାନ୍ସ ସିଟ୍ ର ଆଇଟମ ତ ଆସେଟ୍ ପଟେ ତାକୁ ପକେଇଦବା ଦେଖ बैंक 1500 ଡେପ୍ଟର ହେଲା ଆମର 7400 ପକେଇଦେଲେ ତାପରେ ଆସିଲା ୱେଜେସ୍ ସେମିତି 6000 ତ ଏଇଟା ୱେଜେସ୍ ଟା ହେଲା ଆମର କଣ ट्रेडिंग अकाउंट ର ଆଇଟମ ତ ୱେଜେସ୍ ପକେଇ ଦିଅ ट्रेडिंग ରେ ଟୁ ୱେଜେସ୍ 6000 ତାପରେ ଷ୍ଟକ୍ ଅନ୍ 1/4/22 ରେ ଷ୍ଟକ୍ କେତେ 10000 ତ ଓପନିଂ ଷ୍ଟକ୍ ଆମର ଓପନିଂ ଷ୍ଟକ୍ ପକେଇ ଦିଅ ଟୁ ଓପନିଂ ଷ୍ଟକ୍ ट्रेडिंग ରେ 10000 ତାପରେ ଥିଲା ट्रेड एक्सपेंसेस 1700 ट्रेड एक्सपेंसेस ଟା ପକାଅ ଆମର प्रॉफिट एंड लॉस अकाउंट रे ट्रेड एक्सपेंसेस 1700 पकेଇ देले तापर ड्राइंग्स 3000 ଆମେ कैपिटल लेस କରିବା तापर रिटर्न इनवर्ड तो सेल्स କରିବା तो रिटर्न इनवर्ड्स नबा सेल्स लेस କରିବା ओके तारे परचेस 13500 परचेस टा 13500 एठी पडिची 13500 ट्रेडिंग अकाउंट रे तापर कैरेज पावर एंड फुएल ये सब एटा हमर होची कैरेज टा पकी दियो प्रॉफिट एंड सॉरी ट्रेडिंग रे कैरेज ହେଲା 250 ଆଉ पावर एंड फुएल 400 पके देले तापर बैड डेट 300 एटा कोठी पडिबो प्रॉफिट एंड लॉस अकाउंट रे पडिबो तो प्रॉफिट एंड लॉस रे बैड डेट पकेले 300 तो ଆମର ଡେବିଟ୍ ବାଲାନ୍ସ ର ଡେବିଟ୍ ସାଇଡ ତାକୁ ସବୁ ତକ ଟ୍ରାଏଲ ବାଲାନ୍ସ ର ଆମେ ଜାଣିଥିଲେ କୋଉ କୋଉ ଆଇଟମ
କେବଳ ଏଠି ରିଟର୍ନ ଇନୱାର୍ଡ ଯେତେବେଳେ ସେଲ୍ସ କରିବା ଯେତେବେଳେ ଲେସ୍ କରିବା, ଆଉ ଡ୍ରଇଂସ ଟା ଲେସ୍ କରିବା କ୍ୟାପିଟାଲରୁ। ତ ଆଜି ତ ଟାଇମ ହେଇଯାଇଛି, ମୁଁ ନେକ୍ସଟ କ୍ଲାସରେ କ୍ରେଡିଟ ସାଇଡ୍ ବୁଝେଇବି, ଆଉ କହିଦେବି ଆର ବାଲାନ୍ସ ସିଟ୍ କେମିତି, ଗ୍ରସ୍ ପ୍ରଫିଟ୍, ନେଟ୍ ପ୍ରଫିଟ୍, ନେଟ୍ ଲସ୍, ତାପରେ ବାଲାନ୍ସ ସିଟ୍ କେମିତି ମ୍ୟାଚ୍ ହଉଛି ସେଇଟା କରିବା। ଆଉ ଆଜି କ୍ଲାସ୍ ମୁଁ ଏଠି ଏଣ୍ଡ କରୁଛି, ଟାଇମ ହେଇଗଲାଣି। ଆଉ ନେକ୍ସଟ କ୍ଲାସରେ ଏଇଟା ଆଉଥରେ ଟିକେ କହିକି ଏଣ୍ଡ କରିବା ଏଇ କୋଶ୍ଚିନ୍ ଟାକୁ। ଥ୍ୟାଙ୍କ ୟୁ ଅଲ୍।